ହ୍ୟାଲୋ ହାଇ ଜୟ ଜଗନ୍ନାଥ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ବ୍ଲଗ୍କୁ। ତ ଆଜି ଶ୍ରୀଗୁଣ୍ଡିଚାରେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ଆମେ ପୁରୀ ବଡ଼ଦାଣ୍ଡ ଯାଇପାରିନଥିଲୁ ସତ, କିନ୍ତୁ ଆମ ରୁମ୍ ସାଇଡ଼୍ରେ ଆମ କଲୋନୀରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରାଙ୍ଗଣରେ ହୋଇଥିବା ତିନି ରଥରେ ଚତୁର୍ଥା ମୂରତି ବିରାଜମାନ ହୋଇପାରିଥିଲେ। ତ ଏବେ ରାଜା ଆସି ଛେରା ପହଁରା କାର୍ଯ୍ୟକ୍ରମ ଚାଲୁଥିଲା। ତ ଦେଖିପାରୁଥିବେ ଲୋକମାନଙ୍କ ଗହଳି ବହୁତ ଅଧିକ ଥିଲା। ପ୍ରଥମେ ପହଣ୍ଡି ହୋଇ ଆସିଥିଲେ ବଡ଼ବାଡ଼ ସାମନ୍ତ ଶ୍ରୀ ବଳଭଦ୍ର ମହାରାଜ, ଯେ ପ୍ରଥମେ ପହଣ୍ଡି ହୋଇ ଆସିଥିଲେ। ତାପରେ ମାତା ସୁଭଦ୍ରା ଆଉ ସୁଦର୍ଶନ ଚକ୍ର ଆସି ବିରାଜମାନ କରିଥିଲେ ରଥରେ। ତାପରେ ବାଙ୍କ ଚାହାଣି ଦେଖେଇ ତା ଟାହିଆକୁ ହଲାଇ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ରଥରେ ବିରାଜମାନ କରିଥିଲେ। ତ ତିନୋଟି ରଥ ତାଳଧ୍ୱଜ, ଦେବଦଳନ ଆଉ ନନ୍ଦିଘୋଷ ରଥରେ ଚତୁର୍ଥା ମୂରତି ବିରାଜମାନ ହୋଇସାରିଲା ପରେ ଏବେ ମହାରାଜା ଆସି ସେଠି ଛେରା ପହଁରା ମଧ୍ୟ କରିଥିଲେ। ଛେରା ପହଁରା କରିସାରିବା ପରେ ଏବେ ରଥରେ କଳା ଧଳା ନାଲି ଘୋଡ଼ା ବନ୍ଧା ହେବା ସହିତ ସାରଥି ମଧ୍ୟ ବନ୍ଧା ହେବାକୁ ଚାଲିଥିଲା। ତ ଏପଟେ ଝାଞ୍ଜ ମୃଦଙ୍ଗର ତାଳେ ତାଳେ ସମସ୍ତେ ଭକ୍ତମାନେ ଝୁମିବା ସହିତ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଉପଭୋଗ କରୁଥିଲେ। ତାପରେ ଷ୍ଟାର୍ଟ ହେଇଥିଲା ରଥ ଟଣା। ପ୍ରଥମେ ବଳଭଦ୍ରଙ୍କର ତାଳଧ୍ୱଜ ରଥକୁ ଆମେମାନେ ଟାଣିଥିଲୁ। ତାକୁ କିଛି ସମୟ ଟାଣି ସାରିଲା ପରେ ପୁଣି ମା ସୁଭଦ୍ରାଙ୍କ ରଥକୁ ଦେବଦଳନକୁ ଭିଡ଼ିଥିଲୁ। ତା କିଛି ସମୟ ପରେ ପୁଣି ନନ୍ଦିଘୋଷ ରଥ ମଧ୍ୟ ଟଣା ହୋଇଥିଲା। ତ ଆଜି ଏମିତି କିଛି ଭିଡ଼ିଓ ଥିଲା ଆମ ବ୍ଲଗ୍ରେ। ତ ଆଶା କରୁଛି ଜଗନ୍ନାଥ ଆପଣ ସମସ୍ତଙ୍କୁ ଘଣ୍ଟ ଘୋଡ଼େଇ ରଖନ୍ତୁ। ରହିଲି, ଜୟ ଜଗନ୍ନାଥ।